এটা ଗଞ୍ଜାମ ଡିଷ୍ଟ୍ରିକ୍ଟର ମା ତାରା ତାରିଣୀଙ୍କର ବ୍ଲଗ। ଯିବା ପାଇଁ ହେଉଛି ଉପରକୁ ଆମର 1001 ପାହାଚ। ତ ଆଗକୁ ବଢ଼ିଆ ହେବେ। ଚାଲି ଚାଲି ଥକିଗଲିଣି ମୁଁ, ଆଉ କିଏ ଗୋଟେ ଉଠେଇକି ନେଇଯାଆନ୍ତାନି। ଭାଇକି ସେଇ କଥା ମୁଁ କହୁଥିଲି। ଭାଇ ଆମର ଥିଲେ ମ୍ୟାନେଜର, ମୁଁ ଯେତେବେଳେ କାମ କରୁଥିଲି। ଏଇଟା ହେଲା ଉପରର ଭିଉ। ଚାରିପଟରେ ପ୍ରବଳ ଏତେ କନଷ୍ଟ୍ରକ୍ସନ୍ ହେଇଯାଇଛି ଏ ଜାଗାରେ। ଆଗରୁ ଯେତେବେଳେ ପ୍ରଥମେ ଆସିଥିଲି ଏ ଜାଗାରେ ଏତେ ବି କନଷ୍ଟ୍ରକ୍ସନ୍ ହେଇଥିଲାନି। ତ ଏବେ ଦେଖନ୍ତୁ ଚାରିପଟ, ଏ ଗଛଟା ଯେଉଁଟା ଥିଲା ସେଇଟା ଅଛି। ଆଗତରେ ବି ଆସିଥିଲି ଥରେ। ଏଇଟା ହେଉଛି ଏପଟ ସାଇଡ଼୍ରେ, ଏଇପଟ ସାଇଡ଼୍ଟା ଏବେ କନଷ୍ଟ୍ରକ୍ସନ୍ ହେବ। ଏଇଟା ହେଲା ମାଆଙ୍କର ଗେଟ୍, କାହିଁକିନା ଭିତରକୁ ମୋବାଇଲ୍ ଏଲାଉ ନାହିଁ। ତ ସେଥିପାଇଁ ଏଇଠି ସମସ୍ତେ ହିଁ ଭିଡ଼ିଓ କରନ୍ତି ଆଉ ଫଟୋ ବି ଉଠାନ୍ତି। ତ ଚାଲନ୍ତୁ ଆମେ ସେପଟକୁ ଯିବା, ତଳରେ ଟିକେ ଦୃଶ୍ୟ ଦେଖିବା କେଉଁଭଳିଆ କ'ଣ ହେଇଛି। କିନ୍ତୁ ଆଗଥରେ ଆସିଥିଲି ଏତେ ବି ଖାସ୍ କିଛି ପରିବର୍ତ୍ତନ ହେଇଥିଲାନି, କିନ୍ତୁ ଏଥିରେ ପୁରା କନଷ୍ଟ୍ରକ୍ସନ୍ ସାଇଟ୍ଟା ପୁରା ଭଲ ସୁନ୍ଦର କରିଦେଇଛନ୍ତି। ଏଇଟା ଦେଖନ୍ତୁ ତଳର ଭିଉ। ଏଇ ଯେଉଁ ନଈଟା ଯାଇଛି ଏଇଟା ହେଲା ଋଷିକୁଲିଆ ନଈ। ତ ସମସ୍ତେ ଦେଖନ୍ତୁ, ଏଇ ପୁଲ ଆଟେ ଆମେ ଯିବୁ ପୁଣି। ଆଉ ଏଇ ଭିଡ଼ିଓଟି ଆପଣଙ୍କୁ ଯଦି ଭଲ ଲାଗିଲା ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ।